ମୁଁ ତ ମାନେ ଦେଖନ୍ତୁ ଆପଣ ତ ଓଡ଼ିଶାର ସମ୍ବୋଧନ ଓଡ଼ିଶାର କଥାଟା କହିଲେ କିନ୍ତୁ ମୁଁ ତ ଗଞ୍ଜାମ ଜିଲ୍ଲାରେ ଆସୁଛି ପ୍ରାୟତଃ ଗଞ୍ଜାମ ଜିଲ୍ଲାରେ ଗୋଟେ ଥର ହିଁ ପ୍ରୋକ୍ୟୁରମେଣ୍ଟ ହୁଏ। ବର୍ତ୍ତମାନ ତ ଚାଷ ବ୍ୟବସାୟ ଲାଗିଛି କିନ୍ତୁ ଗତ ବର୍ଷ ତ ଯାହା ପ୍ରୋକ୍ୟୁରମେଣ୍ଟ ହେଇଥିଲା ସମ୍ପୂର୍ଣ୍ଣ ଧାନ ସରକାର କିଣିଛି ତ କୋଉଠି ଅସୁବିଧା ରହିନାହିଁ। ଯଦି ଯୋଉଠି ଡବଲ କ୍ରପ୍ ହଉଛି ଯାହା ଏବେ ପଶ୍ଚିମ ଓଡ଼ିଶା କଥା କହୁଥିଲି ଯୋଉଟାକି ପଶ୍ଚିମ ଓଡ଼ିଶାର ବିଧାୟକ ମାନେ ଉଠେଇଥିଲେ ତ ସେଥି ଉପରେ ଗତକାଲି ବିଭାଗୀୟ ମନ୍ତ୍ରୀ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ତା ଉପରେ ମୁଁ ଆଉ ଅଧିକ କହିବାଟା ଠିକ ହବ ନାହିଁ କିନ୍ତୁ ମୁଁ ଯେହେତୁ କି ଗଞ୍ଜାମ ଜିଲ୍ଲାରୁ ଆସୁଛି ଗଞ୍ଜାମ ଜିଲ୍ଲାର ଯୋଉ ଧାନ କିଣା ବର୍ତ୍ତମାନ ତ ଧାନ କିଣା ବ୍ୟବସ୍ଥା ନାହିଁ ଯେହେତୁ କି ଆମର ସିଙ୍ଗଲ କ୍ରପ୍ ହଉଛି ବର୍ତ୍ତମାନ ଯାହା ଏବେ ଚାଷ କାମ ଲାଗିଛି। ଗତ ଥର ଆପଣମାନେ ରେକର୍ଡ ଦେଖନ୍ତୁ ଗତ ସରକାରର ରେକର୍ଡ ଦେଖନ୍ତୁ ବର୍ତ୍ତମାନ ଯୋଉ ମୋହନ ମାଝୀ ସରକାର ଆସିଲା ପରେ 800 ଟଙ୍କା ବୋନସ ଦେବା ସହିତ ଚାଷୀ ଖୁସି ଅଛନ୍ତି ଏବଂ ଚାଷୀ ମାନଙ୍କର ଯୋଉ ଧାନ ଉତ୍ପାଦନ କରିଥିଲେ ସମସ୍ତ ଧାନକୁ ସରକାର କିଣି ନେଇଛନ୍ତି ପ୍ରୋକ୍ୟୁରମେଣ୍ଟ କରିଛନ୍ତି। ତେଣୁ କୌଣସି ପ୍ରକାର ଅସୁବିଧା ବର୍ତ୍ତମାନ ସୁଦ୍ଧା ହେଇନାହିଁ। ତେଣୁ ଯୋଉ କଥା ବିଜେଡି ଏବଂ କଂଗ୍ରେସ ଯୋଉ କଥା ଆଣୁଛନ୍ତି କାରଣ ସେମାନେ ତ କରିନାହାନ୍ତି 100 ଟଙ୍କା ଚାଷୀକୁ ଦେବି ବୋଲି କହିକି ତା ଭୁଆଁ ବୁଲେଇକି ତାଙ୍କର ସରକାର ଚାଲିଗଲା କିନ୍ତୁ ଏଇ ସରକାର କଥା ଦେଇକି କଥା ରଖିବା ସରକାର 800 ଟଙ୍କା ବୋନସ ଦେବି ବୋଲି ଘୋଷଣା କଲେ ଦେଲେ ଏବଂ ସମସ୍ତ ଧାନକୁ ମଧ୍ୟ କିଣିବି ବୋଲି କହିଲେ କିଣିଛନ୍ତି ମଧ୍ୟ। ତେଣୁ ଆଗକୁ ମଧ୍ୟ ଯୋଉ କଥା ଦେଇକି କଥା ରଖିଥିବା ସରକାର ଆଗକୁ ମଧ୍ୟ ଚାଷୀ ମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ କୌଣସି ପ୍ରକାର ଅବହେଳା ହେବ ନାହିଁ।